ଗୋପାଳପୁର ନିକଟସ୍ଥ ପାର୍ବତୀପୁର ଗ୍ରାମରେ ଥିବା ଅଧପନ୍ତରିଆ ଶ୍ରୀ ଶ୍ରୀ ତାରକେଶ୍ୱର ମନ୍ଦିର ନିକଟରୁ ପିତ୍ତଳର 9 ଫଣି ସର୍ପ ସହ ଲିଙ୍ଗ ମିଳିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗ୍ରାମର ଭାବିନୀ ଦାସଙ୍କୁ ପ୍ରାୟ 1 ବର୍ଷ ଧରି ବିଭିନ୍ନ ରୂପରେ ତାରକେଶ୍ୱର ବାବା ଏଠାରେ ଥିବା ନେଇ ସ୍ୱପ୍ନ ଦେଉଥିଲେ। ସ୍ୱପ୍ନରେ ନିର୍ଦ୍ଦେଶ ଦେଇଥିଲେ ଯେ ଏଠାରେ ଆଜି ପୂଜା ଅର୍ଚ୍ଚନା କରି ବାହାର କରିବା ପାଇଁ। ଆଜି ଭୋରରୁ ମନ୍ଦିର ନିକଟରେ ଥିବା ନିର୍ଦ୍ଦେଶ ଥିବା ସ୍ଥାନରେ ପ୍ରାୟ 7 ଫୁଟ ଖୋଳା ହୋଇଥିଲା ବେଳେ ସେଠାରୁ ପିତ୍ତଳର 9 ଫଣି ସର୍ପ ସହ ଲିଙ୍ଗ ମିଳିଥିଲା। ପରେ ଭାବିନୀ ଦାସ ଓ ସୋନିଆ ଦାସ ପୂଜା ଅର୍ଚ୍ଚନା କରି ଭାବିନୀ ଦାସଙ୍କ ଘରେ ଥିବା ପୁରୁଣା ମନ୍ଦିରରେ ସ୍ଥାପନ କରିଥିଲେ। ପରେ ଅଧପନ୍ତରିଆ ଥିବା ଶିବ ମନ୍ଦିରରେ ଠାକୁରଙ୍କ ନିର୍ଦ୍ଦେଶ ପରେ ଭାବିନୀ ଦାସ କହିଛନ୍ତି। ଖବର ପ୍ରସାରିତ ହେବା ପରେ ଗ୍ରାମର ଲୋକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଦର୍ଶନ କରିବା ପାଇଁ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ରଙ୍ଗେଇଲୁଣ୍ଡାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଟାଇମ୍ସ ଓଡ଼ିଆ।